ଆଜି ହେଉଛି ପବିତ୍ର ଭାଗବତ ଜନ୍ମ ବା ଇନ୍ଦ୍ର ପୂର୍ଣ୍ଣିମା। ଆଜିର ଦିନରେ ପଞ୍ଚସଖାର କବି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ। ତା ପର ସମୟଠାରୁ ଓଡ଼ିଶାର ପ୍ରାୟ ଘରେ ଘରେ ଭାଗବତ ଟୁଙ୍ଗିରେ ସନ୍ଧ୍ୟା ସମୟରେ ଭାଗବତ ପଢ଼ାଯାଏ। ବକ୍ତା ହୋଇ କେହି ଜଣେ ଭାଗବତ ପାଠ କରୁଥିଲା ବେଳେ ଶ୍ରୋତା ହୋଇ କେହି କେହି ଶୁଣିଥାନ୍ତି। ପ୍ରାୟ ପଞ୍ଚସଖା ଯୁଗଠାରୁ ଆଜି ପର୍ଯ୍ୟନ୍ତ ଏହି ପ୍ରଥା ଚଳି ଆସୁଛି। କିନ୍ତୁ ଆଜିର ଦିନରେ ଭାଗବତ ଟୁଙ୍ଗିରେ ଭାଗବତ ବଢ଼ା ହୋଇ ଭାଗବତ ଗାଦି ପୂଜା କରାଯାଇଥାଏ। ଏହି ଯେଉଁ ଭିଡ଼ିଓଟି ଆପଣମାନେ ଦେଖିଲେ, ଏ ହେଉଛି ଆମ ଘରର ଭାଗବତ ଗାଦି। ପ୍ରତିବର୍ଷ ମଧ୍ୟ ଆମ ଘରେ ଇନ୍ଦ୍ର ପୂର୍ଣ୍ଣିମା ଦିନ ଭାଗବତ ଗାଦି ପାଖରେ ପୂଜାର୍ଚ୍ଚନା କରାଯାଇଥାଏ। ଏବଂ ଶେଷରେ କହି ରଖୁଛି, ମୋର ଛୋଟିଆ ୟୁଟ୍ୟୁବ୍ ଫ୍ୟାମିଲିଟି 100ରୁ 200 ହୋଇ ଧୀର ପାଣି ପଥର କାଟେ ସଦୃଶ ଆଜିର ଦିନରେ 1000 ସଦସ୍ୟରେ ପରିଣତ ହୋଇଛି। ତେଣୁ ଆଜି ମୋର ୟୁଟ୍ୟୁବ୍ ଫ୍ୟାମିଲିର ସମସ୍ତ ସଦସ୍ୟମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ସମସ୍ତେ ନିୟମିତ ମୋର ଚ୍ୟାନେଲଟିକୁ ଦେଖନ୍ତୁ ଓ ମୋତେ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରନ୍ତୁ।